सोमवार दिन भोर भोर 5टाରୁ ନେଇଯାଇଥିଲେ। ଫାଷ୍ଟ ଆସିଲେ ପଚାରିଲେ କୁଲୁକୁ, କହିଲେ ତମ ଭଣଜା କୁଲୁ କାହିଁ? ମୁଁ କହିଲି କୁଲୁ ଘରେ ଥିବ ବୋଲି ମାଆକୁ ପଚାରିଲି। ମାଆ କହିଲା ନାଇଁ ରାତିରେ ଆସିନି। ତାପରେ ଏଠୁ ମୋତେ କହିଲେ ତମେ ଆସ। ମୁଁ କହିଲି କ'ଣ ହେଇଛି? ନା ଆସିଲେ ସେଠି ଜଣାପଡ଼ିବ। ସେଠିକି ଗଲା ପରେ ଥାନାକୁ ନେଇଗଲେ। ଥାନାକୁ ନେଲା ପରେ ମୋ ମୋବାଇଲଟିକି ଫାଷ୍ଟ ନେଇଗଲେ ବସେଇଦେଲେ, କହିଲେ କୁଲୁ ଆସିଲେ ତମେ ଯିବ। ମୁଁ କହିଲି ଆଜ୍ଞା କ'ଣ ହେଇଛି କହୁନାହାନ୍ତି? ମୁଁ ସେତେବେଳେ ମର୍ଡର ବିଷୟ କିଛି ଜାଣିନି। ବସିଛି। ତାପରେ ସେଦିନ ଆଗ ବସିଲେ। ତା ବାସି ଦିନ ମଙ୍ଗଳବାର ଦିନ 10ଟା 11ଟା ବେଳେ ସିଏ କହିଲେ ତମେ ସନ୍ଧ୍ୟାବେଳେ ସିଏ ଯିବ ହେରି। 5ଟା ବେଳେ ସିଏ ମୋତେ ପ୍ରେସ୍ ମିଟ୍ କରିବା ପାଇଁ ମୁଁ ନ କହିକିରି ମୁଁ ବାଟରୁ ଜାଣିଲି ପ୍ରେସ୍ ମିଟ୍ କରିବା। ମୋତେ ଗାଡ଼ିରେ ବସିକି ଧରିକି ଚାଲିଲେ। ଏଠୁ 2 ଜଣ ଆକ୍ୟୁଜ ଧରିକି ଚାଲିଲେ ଯେ ମୋତେ ମିଶେଇକି 2 ଜଣ ଧରିକି ଗଲେ ଯେତେବେଳେ ସେଠି ଦେଖିଲି ପ୍ରେସ୍ ମିଟ୍ ହେବ। ତାପରେ ମୁଁ କହିଲି ତାହେଲେ ମୋତେ ଦୋଷୀ କରିଦେଲେ ଏଇଠି ଆଉ କିଛି ନ ପଚାରିକି କ'ଣ। ତା ପୂର୍ବରୁ କହିଛି ମୋ ମୋବାଇଲ ଚେକ୍ କର, କେଉଁଠି କ'ଣ କର, ମୋ ଓଢ଼ଣା ଆସିବାର ନାହିଁ ଟୋଟାଲ୍। ସବୁ କହିଲା ପରେ କିଛି ଶୁଣିଲେନି। ମୋତେ କୌଣସି ଷ୍ଟେଟମେଣ୍ଟ ନେଇନଥିଲେ। ଡାଇରେକ୍ଟ ସେଠି ଠିଆ କଲାକୁ ମୋତେ ବହୁତ କଷ୍ଟ ହେଲା। ମୋ ପିଲାପିଲି ସଂସାର ମୋ ଦ୍ୱାରା ଚଳୁଛି। ମୋର ଆଉ କି ଆଗକୁ ନାହିଁ କି ପଛକୁ ନାହିଁ। ବାଧ୍ୟ ହେଇକିରି ମୁଁ କହିଲି ଯାହାହେଲେ ଏମିତିରେ ମରିବି ସେମିତିରେ ମରିବି ଆଉ। ଭାସିବ ସଂସାର ଯଦି ଏଠି ଡାଇରେକ୍ଟ ସତ କଥା କହିବି। ମୁଁ କ'ଣ ଦୋଷ ଅଛି ସେଥିପାଇଁ ସେଠି ମୁଁ ବାଧ୍ୟ ହେଇକି ଚିଲେଇକି ତାକୁ ପଚାରିଲି ମ୍ୟାଡ଼ାମକୁ ଆଉ ଏସ୍ ପି ମ୍ୟାଡ଼ାମକୁ ଡାଇରେକ୍ଟ କହିଲି। ତାପରେ ସେ ଆସିଲା ପରେ ମୋତେ ଛାଡ଼ିଦେଲେ ଆଉ। ନାଇଁ ସେଇଦିନ ଆପଣ ତ ଚିଲ୍ଲଉଥିଲେ। ହଁ। ତାପରେ କ'ଣ ହେଲା? ତାପରେ ଆଉ କିଛି ନାହିଁ। ତାପରେ ତ ମୋତେ ଛାଡ଼ିଦେଲେ ଆଉ କ'ଣ। ନାଇଁ ତାପରେ ଆପଣଙ୍କୁ ଏସପି ଡାକିବା ପଚାରିବା ନା ଆଉ କିଛି କିଏ କିଛି ପଚାରିନାହାନ୍ତି। କହିଲେ କାହିଁକି ପାଟି କରୁଥିଲୁ, ତୋତେ ଆମେ ଛାଡ଼ି ଦେଇଥାନ୍ତୁ। ମୁଁ କହିଲି ଆପଣ ଛାଡ଼ିଦେବେ ବୋଲି ମୁଁ କେମିତି ଭରସା କରିବି? ତେଣୁକରି ନା ତୋତେ ଏବେ ମୁହୂର୍ତ୍ତରେ ସାଙ୍ଗେ ସାଙ୍ଗେ ଛାଡ଼ିଦେବୁ। ତାପରେ ମୋତେ ସେ ମୁହୂର୍ତ୍ତରେ ଛାଡ଼ି ଦେଇଛି। ଆସିଲା ପରେ 10ଟା ପରେ ଛାଡ଼ି ଦେଇଛି। ସେ ସମୟଟା କେମିତି ଥିଲା? କେତେ ଭୟ ଥିଲା ମନରେ? ସେ ସମୟଟା ଜୀବନ ଗଛପତ୍ରରେ ଗଲା ପରି ଲାଗୁଥାଏ। କଥା ପଡ଼ିଲେ ଦୁଃଖ କାନ୍ଦ ଲାଗୁଥାଏ। 2-3ଟା ଝିଅ। ହଁ 2-2ଟା ଝିଅ ନା। ମୋର ଆଗକୁ କିଏ ଅଛି ପଛକୁ କିଏ ଅଛି? ଏ ପ୍ରକାର କରିଥିଲେ କ'ଣ ହେଇଥାଏ? ଏମିତି ନିରୀହ ଲୋକକୁ ଏଇ ପ୍ରକାର ଫସାଇ ଦେଉଛନ୍ତି। ଯାହା ମୁଁ ଅନୁମାନ କରୁଛି ପ୍ରଶାସନ କ'ଣ ଏସବୁ ପୁଲିସ ଡିପାର୍ଟମେଣ୍ଟ କ'ଣ ନିରୀହ ଲୋକଙ୍କୁ ଫସାଇ ଦେଇକି ଏମିତି ମାରିଦେବେ ବୋଲେ କ'ଣ ଅଛି? ତାଙ୍କ ସଂସାର ବୁଡ଼ି ଯାଉଥିଲା। ଏବେ ମୋ ସଂସାର ବୁଡ଼ି ଯାଉଥିଲା ନା ଆଉ। ଗୋଟେ ଜଣେ ପୂର୍ବତନ ସ୍ୱାମୀଙ୍କ, ସରପଞ୍ଚଙ୍କ ସ୍ୱାମୀ, ଝିଅମାନେ କଲେଜରେ ପଢୁଛନ୍ତି, ସାମାଜିକ ମୋର ପ୍ରତିଷ୍ଠା। କେତେ ନିନ୍ଦା ଅପନିନ୍ଦା ଶୁଣିଛି, ସେମାନେ କ'ଣ ଜାଣିବେ? ମୁଁ ନିନ୍ଦାକୁ ଅପନିନ୍ଦାକୁ କୋହରେ ଜାପିକି ରଖୁଛି ବର୍ତ୍ତମାନ। ପରିପ୍ରକାଶ କରିପାରୁନି ମୁଁ ଯେତିକି କଷ୍ଟରେ ଅଛି ବର୍ତ୍ତମାନ। ଦାବି କ'ଣ ରଖିଛନ୍ତି? ଆଉ ଦାବି କ'ଣ ରଖିବି? ଦାବି କ'ଣ ରଖିବି? ମୋତେ ଆଉ କ'ଣ ନ୍ୟାୟ ମିଳିବ ନା କ'ଣ ଅଛି? ଛାଡ଼ି ଦେଇଛନ୍ତି ଆଉ କ'ଣ କରିବି? ନାଇଁ ଯୋଉ ଅଭିଯୋଗ ହେଇଥିଲା ସେଇ ଅଭିଯୋଗ ଫର୍ଦ୍ଦରେ ଆପଣଙ୍କ ନାଁ ଥିଲା କି? ଅଭିଯୋଗ ଫର୍ଦ୍ଦ ମୁଁ ନେଲା ପୂର୍ବରୁ ମୁଁ ଜାଣିନି ଅଭିଯୋଗ ଫର୍ଦ୍ଦ ନାଁ ଅଛି। ମୋତେ ଲାଷ୍ଟ ସେଠି ଦେଖୁଛନ୍ତି ତୋ ନାଁ ନଥାଇକି ଆମେ ତ ଆଣିଛୁ କି? ମୁଁ କହିଲି ଆରେ ମୋ ନାଁ ତ ନଥିଲା, ଏବେ ଦେଖିଲେ କ'ଣ କରିବି ମୁଁ? ନା ଏଫଆଇଆର ତ ମୋ ନାଁ ଅଛି ନା ଆଉ। ମୁଁ କହିଲି କାହିଁ ମୋତେ ଆଗରୁ ପଚାରିଲେ 2 ଦିନ ହେଲା ବସିଛ, ମୋତେ କହିନ ଏ ବିଷୟ। ଆପଣଙ୍କୁ 11 ତାରିଖ ଭୋର 5ଟାରେ ନେଲେ? ହଁ ଭୋର 5ଟା। ଏବେ କିନ୍ତୁ ନାଁ ଅଛି ଏଫଆଇଆରରେ। ତ ଛାଡ଼ିଛନ୍ତି, ଆଉ ଅଛି କି ନ ଅଛି ମୁଁ କ'ଣ କରିବି? ଆଚ୍ଛା ଆପଣଙ୍କର ଏଇ ମାଙ୍କଡା କାରବାର ଅଛି ନା ନା, ନା। ଆପଣଙ୍କୁ କାହିଁକି ସେମାନେ ହଠାତ୍ କି ସିଏ କହିଲେ ନାଇଁ କୁଲୁର ମାମୁଁ ହିସାବରେ। କୁଲୁ ମୋ ପାଖରେ ରହୁଥିଲା। କୁଲୁର ମାମୁଁ ହିସାବରେ କୁଲୁ ନାହିଁ ତ ତମେ ଚାଲ, କୁଲୁ ଆସିଲେ ତମକୁ ଛାଡ଼ିବୁ, ମୋତେ ଏତିକି କହିଛନ୍ତି, ବସେଇଛନ୍ତି। ତାପରେ ଆଉ କୌଣସି ଡିସ୍କସନ୍ ନାହିଁ। ଖାଲି କହିଲେ କୁଲୁ ମାମୁଁ କିଏ? ସେଠି ଗଲା ପରେ ପଚାରିଛନ୍ତି ଅନ୍ୟ ଅଫିସର ମାନେ। ଆଉ ମୁଁ କହିଲି ତମ ନାଁ? ଶ୍ରୀଧର ସାହୁ। ମୁଁ କହିଲି ଶ୍ରୀଧର ସାହୁ ମକରପଦା, ଏତିକି କହିଛନ୍ତି, ସେତିକି ଆଉ କିଛି ନାହିଁ। ତାପରେ ସେ କହୁଛନ୍ତି ତମ ନାଁ ଅଛି ବୋଲି ଆଉ। କୁଲୁ ମାଙ୍କଡା ପତ୍ର ବ୍ୟବସାୟ କେବେଠୁ ଆରମ୍ଭ କଲେଣି କ'ଣ? ସେ କଲାଣି ମାଙ୍କଡ଼ା ବ୍ୟବସାୟ କରୁନି ତ, ତା ଜେସିବି ଲାଗୁଛି ମାଙ୍କଡ଼ା କୋଉଟା ଏମିତି ଜେସିବି ପତ୍ର ଚଲାଉଛି କି? ଆଉ ଗାଡ଼ି ତାର ତ ନାହିଁ, ଗାଡ଼ି ଚଲାଉନି। ଏମିତି ତାର ସେପଟେ ଦୋକାନ ଅଛି ସେଠି ଚଲାଉଛି, ଏଇଠି ମୁଁ ଦୋକାନରେ ଚଲାଉଛି। ମାଙ୍କଡ଼ା ବେପାର ଉପରେ ତାର ସମ୍ପୃକ୍ତି ନାହିଁ। ଆଚ୍ଛା ଏବେ ଆପଣଙ୍କ ଜାଗାରେ ଯାହାକୁ ନେଇଛନ୍ତି ସେ କୁଆଡେ ଆପଣଙ୍କର ଡ୍ରାଇଭର? ନାଇଁ ମୁଁ ତାକୁ ଚିହ୍ନିନି। କାହାକୁ ଚିହ୍ନିନାହାନ୍ତି? ନରେଶ ନାଇଁ ମୁଁ ତାକୁ ଚିହ୍ନିନି କି ଦେଖିନି। ଚର୍ଚ୍ଚା ହଉଛି ସେ ଆପଣଙ୍କ ଡ୍ରାଇଭର ବୋଲି। ମୋର କାହିଁ ଡ୍ରାଇଭର? ମୋ ଗାଡ଼ି ନାହିଁ, ଡ୍ରାଇଭର ଆସିବ କୋଉଠୁ? ମୋର ଗାଡ଼ି ନାହିଁ, ମୋର ଡ୍ରାଇଭର ଆସିବ କିଏ କହିଲେ? ତାହେଲେ ଆପଣଙ୍କର ମୂଳ ବ୍ୟବସାୟ ମାଙ୍କଡା ପଥର ନୁହଁ? ନା, ଆଉ କ'ଣ ମୁଁ ହୋଟେଲ କରିଛି। ମୁଁ ଓଡ଼ଗାଁ 2 ବର୍ଷ ହେଲା ଓଡ଼ଗାଁ ଯାଉନି, ସମସ୍ତେ ଜାଣିଛନ୍ତି। ମୁଁ ସାର୍ଙ୍କୁ ବି କହିଛି 2 ବର୍ଷ ହେଲା ମୁଁ ଓଡ଼ଗାଁ ନାହିଁ, ମୋ ଲୋକେସନ ଦେଖନ୍ତୁ, ଯଦି ମୁଁ ଅଛି ଦୋଷୀ ମୋତେ ଦୋଷୀ ଦଣ୍ଡ ଦିଅନ୍ତୁ, ମୁଁ କହିଛି ସେଠି। ପୋଲିସର ତଦନ୍ତ ସହଯୋଗ କରିବେ? ହଁ ସିଓର, ସହଯୋଗ କାହିଁ କରିବିନି? ସମାଜ ଅଛି, ସହଯୋଗ କରିବାନି କ'ଣ ପାଇଁ? ମିଛ ସହଯୋଗ କରିବୁ, ଯାହା ସତ ସେଇଟା ସହଯୋଗ କରିବୁ।
ଆଚ୍ଛା ଗୋଟେ କଥା କହିଲେ ଆପଣଙ୍କୁ ନେଇକି ଭର୍ତ୍ତି କରିଦଉଥିଲେ ଆଜ୍ଞା। ହୁଏତ ଯଦି ଆପଣ ସେଦିନ ଚିତ୍କାର କରିନଥାନ୍ତେ କିମ୍ବା ଗଣମାଧ୍ୟମ ସେଠି ନଥାନ୍ତା ବି ତାହେଲେ ବି ପୁଲିସ ଆପଣଙ୍କୁ ଭର୍ତ୍ତି କରିଥାନ୍ତା। ଗଣମାଧ୍ୟମ ଥିବା ଯୋଗୁଁ ମୁଁ ଆଜି ବଞ୍ଚିଛି। ଯେତେବେଳେ ପ୍ରେସ୍ ମିଟ୍ କରିବେ ବୋଲି ସେଠି ଯାଇଲି ମୁଁ କହିଲି ଓଡ଼ା ହେବ ପ୍ରେସ୍ ମିଟ୍ ବୋଲି ଭାବିଥିଲି। ସେଠି ଯେତେବେଳେ ନେଲେ ମୁଁ ବାଟରୁ ସରଙ୍କୁଠୁ ଶୁଣିଲି ପ୍ରେସ୍ ମିଟ୍ ହେବ ବୋଲି ସାର୍ କଥା ହେଲେ ଯେତେ ଫୋନରେ ମୁଁ କହିଲି ତାହେଲେ ଆଉ ଉପାୟ ନାହିଁ ଏଇଟେ ଆମର ଏଣ୍ଡ ପକେଇଦେଲେ ଆଉ ମୁଁ ଏଣ୍ଡ ପକେଇଲେ ସେଇଟା ସାର୍ଙ୍କୁ ଓପନ୍ କହିଦେବା ଆଉ କାହିଁକି ଚୋର ବଳ ଧରେ ରହିବା କାହିଁକି ଯଦି ଦୋଷ ଆମର ଅଛି ଦଣ୍ଡ ପାଇବି ନହେଲେ ନାହିଁ ଆଉ କ'ଣ। ଆପଣ ଆଜି ଖସିଗଲେ ଆହୁରି ବି ଏମିତି ବହୁତ ଲୋକ ହଁ ହଁ ଫସୁଥିବେ। ହଁ ହଁ ପ୍ରାୟ ଫସୁଥିବେ ଯଦି ମୋ ଭଳିଆ ଲୋକ ଯଦି ପଶିଗଲା ତାହେଲେ ମୋଠୁ ଓଲା ଅଧମ ଲୋକ ଅଛନ୍ତି ନ ଫସିଥିବେ କ'ଣ ପାଇଁ। ତାହେଲେ ଆଇନ ବ୍ୟବସ୍ଥା ପୁଲିସର ତଦନ୍ତ ଦିଗହରା ହଉଛି। ଦିଗହରା ସିଓର ଦିଗହରା ସେ ତରବରିଆ ଭାବରେ କରିଦେଇକି ତାଙ୍କ ମୁଣ୍ଡରେ ଅଠା ଓହ୍ଲେଇ ଦେବା ପାଇଁ ଚେଷ୍ଟା କରୁଛନ୍ତି।